1926 ବାହୁଡ଼ା ଦଶମୀ ତିଥିର ଶୁଭ ବେଳାରେ ଏରସମା ଅଞ୍ଚଳ କଟିଜଙ୍ଗା ଗ୍ରାମେ କୁମ୍ଭାର ପରିବାରରେ ପିତା ବିଶ୍ୱନାଥ ମାତା ଚାନ୍ଦ ଦେବୀ କୋଳକୁ ମନନ କରି ଜନ୍ମ ଲଭିଥିଲ ସୁଯୋଗ ସନ୍ତାନ କେ ହୋଇବ ତୁମ ସରି। ଚାଟଶାଳୀ ପାଠ ପଢୁଥିଲା ବେଳେ ଦିବ୍ୟ ପୁରୁଷଙ୍କ ବାଣୀ ସ୍ୱପ୍ନାଦେଶ ହେଲା ଆରକ୍ଷୀ ବିଭାଗ ଅଧିକାରୀ ଥିଲେ ଶୁଣି। ବାପାଙ୍କୁ କହିଲେ ସ୍ୱପ୍ନରେ ଦେଖିଲି ତୋ ପୁଅ ପାଲା ଗାଇବ, ସ୍ୱପ୍ନେ କହିଛନ୍ତି ଜଟାଜୁଟ ଋଷି ଏ ନିଶ୍ଚୟ ଗାୟକ ହେବ। ବାପା ଶୁଣିଲେନି ପିଲାଟା କାହିଁକି କଣ ଏ ଦିଗେ ଯିବ, ପୁନର୍ବାର ସ୍ୱପ୍ନ ଦେଖିଲେ ତୋ ପୁଅ ପାଲାର କରୁ ଆରମ୍ଭ। ସେଇ ସ୍ୱପ୍ନବାଣୀ ସତେ ସତ ହେଲା ପାଠ ପଢା ବେଳୁ ପାଲା ଆରମ୍ଭ କରିଲ ସତ୍ୟନାରାୟଣ ଉପାସନା ପରମ୍ପରା। ଗାୟକ ରତନ ହରିନାଥଙ୍କୁ ଯେ ଗୁରୁପଦରେ ବରଣ, ବ୍ରାହ୍ମଣ ପ୍ରାଧାନ୍ୟ ସମାଜ ସେବେଳେ କରିଛ କଷ୍ଟ ସାଧନ। ହିନ୍ଦୀ ଓ ସଂସ୍କୃତ ବଙ୍ଗଳା ତେଲୁଗୁ ଇଂରାଜୀ ପାରଦର୍ଶିତା, ରୀତି ମଧ୍ୟ ଆଧୁନିକ ସାହିତ୍ୟର ହୋଇଛ ଜଗତ ଜିତା। ବିଶେଷ ଭାବରେ ସମାଲୋଚନାକୁ ମଞ୍ଚରେ ନେଲ ଆଦରି, ଦାମ୍ଭିକ ଭାବରେ ପାଲା ମଞ୍ଚେ ଆଉ କିଏ ହୋଇବ ତୁମ୍ଭ ପରି। ଏକଲବ୍ୟ ଗୁରୁ ଦକ୍ଷିଣା ସହିତ ଦାକ୍ଷାୟନୀ ଦକ୍ଷ ଜେମା, ପରୀକ୍ଷିତ ଆଉ ବଶିଷ୍ଠ ମାରଣ ଯଜ୍ଞ ସୁନ୍ଦର ଉପମା। ଦାରୁଣି ଥିଓରୀ ବିବର୍ତ୍ତନବାଦ ଦଶବତାର ବର୍ଣ୍ଣନା, ପ୍ରତିପକ୍ଷ ଗାୟକଙ୍କୁ ପାଲା ମଞ୍ଚେ ବଳିଷ୍ଠ ସମାଲୋଚନା। ବ୍ରହ୍ମାଣ୍ଡ ଛତ୍ର ଦଣ୍ଡ ଦଣ୍ଡୀଙ୍କର 10 କୁମାର ଚରିତ, ବର୍ଣ୍ଣନା ପାଇଁ କିଏ ହେବ ଗୁରୁ ଆଉ ତୁମ ସମରଥ। କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କର କଥା ଓଡ଼ିଆ ଭାଷା ବିଲୋପ, କୂଟ ଚକ୍ରାନ୍ତର ଇତିହାସ ଗାଥା ବଳିଷ୍ଠ ସେ ପଦକ୍ଷେପ। ଗଜପତି କୃଷ୍ଣ ଚନ୍ଦ୍ର ମହାରାଜା ପାରଳାଖେ ମୁଣ୍ଡି ରାଜା, ଫକୀର ମୋହନ ମଧୁବାବୁଙ୍କର ଉଡ଼ାଇଲ କୀର୍ତ୍ତି ଧ୍ୱଜା। ଧର୍ମାନ୍ଧ ଦୀକ୍ଷିତି ଶରଣ କର ପ୍ରହ୍ଲାଦ ଭୟ ସ୍ୱାଇଁ, ବୈଷ୍ଣବ ପ୍ରଧାନ ବାହିନୀ ପତିଙ୍କ ସଙ୍ଗେ ଥିଲ ପାଲା ଗାଇ। ଗଲେଣି ସଙ୍ଗରୁ ବହୁଦିନ ହେଲା ତୁମ ସାଥୀ ପାଲାକାର, ବାଦି ପାଲା ପାଇଁ ଡାକରା ଆସିଲା ବୋଧେ ତୁମେ ଚାଲିଗଲ। ନିଜ ପ୍ରତିଭାରେ ପ୍ରତିଭା ମଣ୍ଡିତ ନିଜେ ନିଜେ ହୋଇଥିଲ, କଥା କହିବାର କୌଶଳ ବଳରେ ବହୁ ସମ୍ମାନ ପାଇଲ। ଗାୟକ ଶେଖର ଓ ପଦ୍ମକେଶରୀ ବହୁ ଉପାଧି ମଣ୍ଡନ, ଉପାଧି ନୁହେଁ ତ କାର୍ଯ୍ୟରେ ତୁମର ହୋଇଛି ପ୍ରତିଫଳନ। ତିନି ଥର ମହାମହିମଙ୍କ ରାଷ୍ଟ୍ରପତି ଭବନରେ ସମ୍ମାନିତ ହୋଇ ଓଡ଼ିଶାର ପାଲା ଗାଇଲ ତାଙ୍କ ଆଗରେ। ଅଧୁରା ରହିଲା ବିଦେଶ ମାଟିରେ ପାଲା ଗାଇବାର ପାଇଁ, ନିମନ୍ତ୍ରଣ ଥିଲା କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅନୁକୂଳ ହେଲା ନାହିଁ। ବହୁ ଅନୁଷ୍ଠାନ ସାହିତ୍ୟ ସମାଜ ପ୍ରତିଭା ପୂଜା ମଞ୍ଚରୁ ପାଇଛ ସମ୍ମାନ ଦେବଦୂତ ସମ ନିଜ ପ୍ରତିଭା ବଳରୁ। କେନ୍ଦ୍ର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନିତ, ସର୍ବୋଚ୍ଚ ସମ୍ମାନ ଉପେନ୍ଦ୍ର ଭଞ୍ଜଙ୍କ ସମ୍ମାନରେ ସମ୍ମାନିତ। ପ୍ରତିଭା ପାଟିଲ ଥିଲେ ରାଷ୍ଟ୍ରପତି ତାଙ୍କ ସମ୍ମୁଖରେ ପାଲା। Who did not know about Bhanj is called as a cultural bastard, ଇଂରାଜୀ ଶବ୍ଦ ଶୁଭିଲା। ଦୀର୍ଘ ଦିନ ଧରି ରାଜ୍ୟ ପାଲାକାର ସଂଘର ପଦ ମଣ୍ଡନ, ସଭାପତି ଭାବେ ରହିଥିଲ ତୁମେ ପଦ କରି ଆରୋହଣ। ପାଲା କଳାକାର କଲ୍ୟାଣ ପାଇଁ କି କଲ୍ୟାଣ ପାଣ୍ଠି ଗଠନ, ନିଜ ହାତେ ନିଜେ ଗଢ଼ି ଦେଇଅଛ ତୁମ ପ୍ରିୟ ଅନୁଷ୍ଠାନ। ଲାଇଫ ମେମ୍ବର ପାଇଁ ରାଜ୍ୟ ସଂଘ ଯେବେଳେ ଘୋଷଣା କଲା, ପ୍ରଥମ ସଦସ୍ୟ 500 ଟଙ୍କା ତୁମରି ଠାରୁ ମିଳିଲା। ମନେ ପଡ଼େ ତୁମ ସାଥେ କଟିଥିବା ଅଭୁଲା ଅତୀତ କଥା, ତୁମ ମୋ ସମ୍ପର୍କ ଅନେକ ଦିନରୁ ବିଧିଜା ଥିଲା ବ୍ୟବସ୍ଥା। ପାଠ ପଢୁଥିଲା ବେଳେ ପାଲା ଶିକ୍ଷା ମୋହର ଆରମ୍ଭ ହେଲା, ଆମ ପରିବାର ସହ ଆପଣଙ୍କ ଆଗରୁ ସମ୍ପର୍କ ଥିଲା। ଜେଜେମ ମୁରଲୀ ଧର କାନୁନ ମା ଦେବୀ ହାରାମଣି,
ସ୍ୱାଧୀନତା ସଂଗ୍ରାମରେ ମାତିଥିଲେ ସଂଗ୍ରାମୀ ଭାବରେ ପୁଣି ବ୍ରିଟିଶ ଶାସନେ ଏରସମା ଥାନା ପୁରୀ ବେଳର ଘଟଣା ଆପଣଙ୍କ ଘରୁ ଝୋଟ କିରାସିନି ଜେଜେ ଆଣିଥିଲେ ସିନା ସେବେଳୁ ଆମର ପରିବାର ସଙ୍ଗେ ଆପଣଙ୍କ ପରିବାର ବାନ୍ଧି ହୋଇଥିଲା ସମ୍ପର୍କ ଡୋରିରେ ମୋତେ ବୋଧେ ଶିଷ୍ୟ କଲ ସ୍ନାତକୋତ୍ତର ଶିକ୍ଷା ଲାଭ ପାଇଁ ଭୁବନେଶ୍ୱର ମୁଁ ଯାଏ ବାଣୀ ବିହାରରୁ ଫେରିଲା ବେଳକୁ ପାଲା ଖାତାକୁ ଅନାଏ ମୋ ଶିଷ୍ୟ ଜୀବନ ଧନ୍ୟ ହୋଇଅଛି ତୁମ୍ଭର ସ୍ପର୍ଶ ପାଇ ଆପଣଙ୍କ ସହ ସାନ୍ନିଧ୍ୟ ବର୍ଣ୍ଣନେ ବାକ୍ୟ ମୋର ସ୍ଫୁରୁ ନାହିଁ ସୁନ୍ଦର ଭାବରେ ବିଷୟର ସଜା ସମୁଚିତ ଅଳଙ୍କାର ଶ୍ଲୋକ ଚତୁଷ୍ପଦୀ ନାନାଦି ବର୍ଣ୍ଣନା ଯାହା ମୋର ଦରକାର ଦାଣ୍ଡ ବାରଣ୍ଡାରେ ମୁଁ ଆସିବା ଯାଏ ନିଜେ ବସି ଲେଖୁଥାଅ ସାଇତି ରଖିଛି ସେଇ ପାଲା ଖାତା ଥରେ ଆସି ଦେଖି ଯାଅ ମନେ ଅଛି ଗୁରୁ କୁଜଙ୍ଗ ବଜାରେ ବାଦିପାଲା ମଞ୍ଚ କଥା ବଡ଼ ସାହସରେ ପାଲା ମୁଁ ଗାଇଛି ଯାହା ସେଦିନ ବ୍ୟବସ୍ଥା ଆମ ଦୁଇଙ୍କର ବାଦିପାଲା ହେଲା ଆଣି ନଥିଲ ଚାମର ମୋ ଚାମର ନେଇ ନିଜ ହାତେ ଧରି ମୋତେ ଧନ୍ୟ କରିଦେଲ ବର୍ଷକୁ ଅନନ୍ୟ 8-10 ଥର ମୁହିଁ କଟି ଜଙ୍ଗା ଯାଏ ଯଦି ଡେରି ହେଲା ଆସୁନୁ ଟିକିଏ ଫୋନରେ ଡକା ହୁଏ ଆଉ କାହିଁ ଯିବି କାହାକୁ ଦେଖିବି କିଏ ବା ହସି କହିବ ଧନମାଣି ମୋର ଆସିଛୁ ଖବର କିଏ ପଚାରି ବୁଝିବ ଯେତେବେଳେ ଯେଉଁଠାରେ ଦେଖା ହୁଏ ଅଥବା କେଉଁ ମଞ୍ଚରେ ପରିଚୟ ମୋର ଜେଜେ ବାପାଙ୍କର କହୁଥାଅ ସବୁଠାରେ 2024 ସେପ୍ଟେମ୍ବର 5 ଗୁରୁ ଦିବସର ଦିନ ଶେଷ ଗୁରୁ ପୂଜା ମୋ ପାଇଁ ଥିଲା ଆଉ ମିଳିବନି ପୁଣ୍ୟ ମନେ ରହିଥିବ ଆପଣଙ୍କ ବାକ୍ୟ ଜୀବନେ ଭୁଲିବି ନାହିଁ କଥା ଦେ ମୋତେ ଯେତେ ବାଧା ଆସୁ ପାଲାକୁ ଛାଡ଼ିବୁ ନାହିଁ ଆଶା ମନ ଥିଲା ସ୍ୱପ୍ନ ପରି ଲାଗେ ପାଲା ଗାୟକ ମୁଁ ହେଲି ଆପଣଙ୍କ କୃପା ବଳୁ ପାଲା ମଞ୍ଚେ ପରିଚୟ ମୁଁ ପାଇଲି ଏତିକି ଶିଖିଛି ଆପଣଙ୍କ ଠାରୁ ପ୍ରତିକ୍ରିୟା ମୋର ନାହିଁ ସଂଗଠନ ପ୍ରେମ ସମ୍ମିଳନୀ ନେଇ ଦେଇଛ ମୋତେ ଶିଖାଇ ଜଗତର ନାଥ କାଳିଆ ଶାନ୍ତ ଏତିକି କରୁଣା ହେଉ ତୁମ୍ଭ ଭଳି ଗୁରୁ ଅଧମ ଶିଷ୍ୟକୁ ଜନ୍ମେ ଜନ୍ମେ ମିଳୁଥାଉ अधिकरु अधिक पाला देखिबा पई आमो चैनल सब्सक्राइब करंतु।